ଦୁଇ ଦିନର କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଛି। ଅଦିନିଆ ବର୍ଷାରେ ପନିପରିବା ସମେତ ଅର୍ଥକାରୀ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଦୁଇ ଦିନର ଲଗାଣ ବର୍ଷା ପରେ ଚାଷ ଜମିରେ ପାଣି ଲହଡ଼ି ମାରୁଛି। ପାଣିରେ ବୁଡ଼ି ଜଳେଶ୍ୱର ଅଞ୍ଚଳର ହେକ୍ଟର ହେକ୍ଟର ଚିନାବାଦାମ ଚାଷ ନଷ୍ଟ ହୋଇଛି। 12 ଘଣ୍ଟାରୁ ଅଧିକ ସମୟ ଧରି କ୍ଷେତରେ ପାଣି ଜମି ରହିଥିବାରୁ ଚିନାବାଦାମ ଏବେ ଗଜା ହେବାକୁ ବସିଲାଣି। ଆହୁରି ଗୋଟିଏ ଦିନ ଜମିରୁ ପାଣି ନ ଛାଡ଼ିଲେ ଚିନାବାଦାମ ସଢ଼ିଯିବା ନେଇ ଆଶଙ୍କା ରହୁଛି। ସେପଟେ ଫସଲ ନଷ୍ଟ ହେବା ପରେ ଋଣ ଟଙ୍କା କେମିତି ପରିଶୋଧ କରିବେ ସେ ନେଇ ଚିନ୍ତାରେ ଚାଷୀ। ବାଦାମ ବାଡ଼ିର ଜଳ ଲାଗିଯାଇଛି। ବାଦାମ ବାଡ଼ିର ଜଳ ରହିଲା ବେଳକୁ ତା ଉର ପଚି ଯାଉଛି। ଆଉ ତାପରେ ବାଦାମ ପକାଇବା ସମୟରେ ତ ଆମର ଖଡ଼ିବିଲ ବହୁତ ବାହାରା ରହିଛି। ସେ ବାହାରା ବହୁତ କ୍ଷତି କରୁଛି। ଆଉ 2 ଏକର ଜାଗାର 2 ଥର ଖଣ୍ଡେ ବାହାରା ଖାଇଲା ପରେ କେତେ 1 ଏକର ଖଣ୍ଡେ ଚାଷ କରିବାର ସମ୍ଭାବନା ଥିଲା। ତାପରେ ଫେର ପୁଣି ଜଳ ଲାଗିଲା। এই ଜଳର ତ ବହୁତ ଜଳ ଏପର୍ଯ୍ୟନ୍ତ ରହିଛି। ଆଉ ତେଣୁ ଧାର ଜାଣା କରିକି ଲୁନ୍ କରିକି ଆମର ଧର ବାଦାମ ଚାଷ କରିଥିଲେ, ସାର ଖତ ସବୁ ପକେଇଥିଲେ, ତେଣୁ ସେଇ ପାଇଁ ବହୁତ ଲସ୍ର ଆମର ରହୁଛି। ଆଉ ଅଦିନିଆ ବର୍ଷା ଏମିତି କଲା ଯେ ଆମକୁ ଏମିତି ଆମ ମେରୁଦଣ୍ଡ ଏମିତି ଭାଙ୍ଗିଲା ଆଉ ମାନେ ଆଉ 25-30 ଦିନ ଭିତରେ ଆମର ବାଦାମ ଅମଳ ହେଇଥାନ୍ତା। ବର୍ତ୍ତମାନ ଯେ ବାଦାମଟା 30-40% ବାଦାମ ମାନେ ପାକଳ ହେଇଯାଇଥିଲା ମାନେ ଗଛରେ, ସେ ବାଦାମ ଆଉ ଯେ ବାଦାମକୁ ପାକଳ ହବ ବା ଯେଉଁ କଷି ଛାଡ଼ିଛି ତାକୁ ଚାହିଦା କଲେ ଏ ବାଦାମ ନଷ୍ଟ ହେଇଯିବ। ଅଲରେଡି ବାଦାମ ଯଦି ପାଣିରେ ଅଛି ଏ ବାଦାମକୁ ମାନେ ଅମଳ କରିକି କିଛି ଫାଇଦା ହବନି, ସେ ବାଦାମ ସମ୍ପୂର୍ଣ୍ଣ ନଷ୍ଟ। ଯେହେତୁ ବାଦାମ ତ ନଷ୍ଟ ହେଇଯାଇଛି, ବର୍ତ୍ତମାନ ଆମ ଚିନ୍ତା ବାଦାମ ପଇସା କେମିତି ଲୋକଙ୍କ ପାଖରୁ ଯୋଉ ଆଣିଛୁ, ଯାହା ପାଖରୁ ବାଦାମ ଆଣିଛୁ ବା ବିଚାଟେ ଆଣିଛୁ ବା ବିହନଟେ ଆଣିଛୁ, ତାକୁ କେମିତି ପଇସା ସୁଧିବୁ।